ଭୟ କଲେ, କାରଣ ସେମାନେ ବି ସେଠି ଭଡ଼ା ଘରେ ରହୁଥିଲେ। ଆଉ ଯେତେବେଳେ ସେମାନେ ଭୟ କଲେ, ସେମାନେ ନିଜେ ନିଜେ ଯାଇକି ମୋତେ ଲାଶ ନେବା ପାଇଁ ସେମାନେ ଗାଡ଼ିର ବ୍ୟବସ୍ଥା କଲେ। ଆଉ ଗାଡ଼ିର ବ୍ୟବସ୍ଥା କଲା ବେଳକୁ ବାପାଙ୍କୁ ଯେତେବେଳେ କହିଲେ ଗାଡ଼ି ଆମେ ଖୋଜୁଛୁ ଆଉ ଝିଅକୁ ନେଇକି ଯିବା, ଆଉ ଯେତେବେଳେ ସେମାନେ ଯାଉଛନ୍ତି ଗାଡ଼ିକୁ ଡାକିକି ଆଣିବା ପାଇଁ ଯିବା ସମୟରେ ହଠାତ୍ ଆଉ ଜଣେ ପାଳକ ଆଜ୍ଞା ବାପାଙ୍କ ସହିତ ଦେଖାହେଲେ। ଆଉ ସେ ବାପାଙ୍କ ସହିତ ବାପାଙ୍କୁ ସବୁ କଥା ପଚାରିଲେ। ବାପା କାନ୍ଦୁଥାନ୍ତି, ଆଉ ବାପା କାନ୍ଦିବା ସମୟରେ ପାଳକ ଆଜ୍ଞା ତାଙ୍କୁ ପଚାରିଲେ। ତାପରେ ବାପା ତାଙ୍କୁ ସବୁ କଥା କହିଲା ପରେ ସିଏ ମୋ ପାଖକୁ ଆସିଲେ। ମୋତେ ଯେଉଁ ଜାଗାରେ ରଖା ହେଇଥିଲା ସେ ଜାଗାକୁ ସିଏ ଆସିଲେ। ଆସିଲା ପରେ ମୋତେ ପରିବାର ଲୋକମାନେ ସମସ୍ତେ ଥିଲେ, ସମସ୍ତେ କାନ୍ଦୁଥିଲେ। ତାପରେ ମୋ ମା ମାନେ ମୋ ପାଖରେ ବସିଥିଲେ। ମୁଁ ତ ଜାଣିନି ସେମାନେ ଯାହା କହିବା କଥା। ତାପରେ ସେମାନେ ପ୍ରାର୍ଥନା କରିକି ମୋତେ ଟିକେ ପାଣି ଦେଲେ, ଆଉ ସେ ପାଣି ଦ୍ୱାରା ପ୍ରଭୁ ମୋତେ ନୂତନ ଜୀବନ ଦେଲେ। ହାଲେଲୁୟା, ହାଲେଲୁୟା। ତାପରେ ସେ ସ୍ଥାନରୁ ମୋ ବାପା, ମୁଁ ଠିଆ ହେଇପାରୁନଥିଲି, ମୋ ପାଖରେ ଯଦି ବି ବଳ ନଥିଲା, ମୁଁ ପୁରା ମରିଯାଇଛି, ଡାକ୍ତର ମୋତେ ମୃତ ଘୋଷଣା କରିଛନ୍ତି। କିନ୍ତୁ ମୋ ବାପାଙ୍କର ଗୋଟେ ଆଗ୍ରହ ଆସିଲା ଯେ ପ୍ରଭୁଙ୍କ ନାମକୁ ସେ ପରିପ୍ରକାଶ କରିବା ପାଇଁ। ଆଉ ମୋତେ ସାଙ୍ଗେ ସାଙ୍ଗେ କିଛି ସମୟ ପରେ ସେ ଆଜ୍ଞା କହିଲେ ତାକୁ ଟିକେ କିଛି ଖାଇବାକୁ ଦିଅ। କିନ୍ତୁ ମୋ ବାପା କହିଲେ ଯଦି ପ୍ରଭୁ ତାକୁ ଉଠେଇଛନ୍ତି ଜାଗତିକ ଖାଦ୍ୟ ମୋ ଝିଅ ପାଇଁ ଆବଶ୍ୟକ ନାହିଁ। ଆଉ ମୋତେ ସାଙ୍ଗେ ସାଙ୍ଗେ ସେ ହାତ ଧରିଲେ, ହାତ ଧରିକି ମୋତେ ଅଟୋରେ ବସେଇକି ପୁଣି ଥରେ ସେ ମେଡ଼ିକାଲକୁ ନେଲେ। ଆଉ ମୋତେ ଯେଉଁ ବେଡ଼୍ ଆଡ଼ମିଟ୍ କରାହେଇଥିଲା ସେ ପାଖ ଲୋକମାନେ ବି ସେଠି ଥିଲେ। ଆଉ ଯେଉଁ ଡାକ୍ତର ମୋତେ ମୃତ ବୋଲି ଘୋଷଣା କରିଥିଲେ ସେ ଡାକ୍ତର ମଧ୍ୟ ସେଦିନ ଥିଲେ। ଆଉ ସେ ପାଖକୁ ମୋତେ ବାପା ନେଇକି ଗଲେ। ତାପରେ ନେଲା ପରେ ମୋତେ ସମସ୍ତେ ଆଶ୍ଚର୍ଯ୍ୟ ଭାବରେ ଅନେଇଲେ। କାଲି ଯାକ ଲାଶ ଘରେ ରଖିଥିଲୁ, ଆଜି ସେ ଚାଲିକି କେମିତି ଆସିଛି। ହାଲେଲୁୟା, ହାଲେଲୁୟା। ଜଗତର ସମସ୍ତ ଜ୍ଞାନ, ଜଗତର ସମସ୍ତ ଶକ୍ତି ଲୋପ ପାଇବ, ଲଜ୍ଜିତ ହେବ କେବଳ ଯୀଶୁଙ୍କ ନାମରେ। ହାଲେଲୁୟା, ହାଲେଲୁୟା। ଆଉ ସେହି ଜୀବିତ ପରମେଶ୍ୱରଙ୍କୁ ମୁଁ ଧନ୍ୟବାଦ ଦିଏ। ଆଉ ସେଦିନ ଠାରୁ ମୋ ପରିବାର, ବାପା ମା, ଆମେ କାଥଲିକରୁ ପୁଣି ଥରେ ଆମେ ସତ୍ୟ ବିଷୟକୁ ଜାଣିଲୁ। ଆଉ ପେଣ୍ଟିକୋଷ୍ଟାଲ ଚର୍ଚ୍ଚକୁ ଆମେ ଗଲୁ। ଆଉ ଯାଇକି ସେଠାରେ ଆମେ ଡୁବିତ, ମୋ ପରିବାର ସମସ୍ତେ ଡୁବିତ ହେଲୁ। ଆଉ ସେଦିନ ଠାରୁ ପ୍ରଭୁ ମୋ ପରିବାରକୁ ବ୍ୟବହାର କଲେ, ଆଉ ମୋତେ ବ୍ୟବହାର କଲେ। ଆଉ ସେଦିନ ଠାରୁ ମୁଁ ମନସ୍ଥ କଲି ଯଦି ବାସ୍ତବରେ ପ୍ରଭୁ ତୁମେ ମୋତେ ନୂତନ ଜୀବନ ଦେଇଛ ତ ତୁମର ଗୌରବ କରିବା ପାଇଁ ମୋ ଜୀବନର ଶେଷ ପର୍ଯ୍ୟନ୍ତ ମୋତେ ବ୍ୟବହାର କର। ତ ପ୍ରଭୁ ମୋର ପ୍ରାର୍ଥନା ଶୁଣିଲେ। ଆଉ ଯାହାର ଫଳ ଆଜି ଆପଣମାନଙ୍କ ସମ୍ମୁଖରେ ମୁଁ ଠିଆ ହେଇଛି, ଯାହାକି ଆମେ ଦେଖିବା ଜିରିମିୟ ପୁସ୍ତକ 18 ପର୍ବରେ ଲେଖା ଅଛି 1ରୁ 6 ପଦ ପର୍ଯ୍ୟନ୍ତ ଆମେ ସମସ୍ତେ ଜାଣିଛୁ ଅଛି ପରିଚିତ ବାକ୍ୟ। ଆଉ ଯାହାକି ଜିରିମିୟକୁ ପ୍ରଭୁ କହିଲେ ଯେ ତୁମେ ଗୋଟେ କୁମ୍ଭକାରର ଗୃହକୁ ଯାଅ। ଆଉ ଯେତେବେଳେ କୁମ୍ଭକାରର ଗୃହକୁ ଯାଅ ବୋଲି ତାଙ୍କୁ କହିଲେ, ଆଉ ସେ ଯାଇକି ଦେଖୁଛନ୍ତି ଯେ ଗୋଟେ କୁମ୍ଭାର ସେ ଏକ ପାତ୍ର ସେ ଫୁଲଦାନୀ ତିଆରି କରେ, ସମସ୍ତ ବିଷୟ କରେ। କିନ୍ତୁ ଗୋଟେ ସୁନ୍ଦର ପାତ୍ର କରିବା ପୂର୍ବରୁ ତାକୁ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ।